श्री जगन्नाथ श्री जगन्नाथ शंखमध्ये शतदलकमले रत्नसिंहासनस्थं सर्वालङ्कारयुक्तं नवघनरुचिरं संयुतं चाग्रजेन भद्राया वामभागे रथचरणयुतं ब्रह्मरुद्रेन्द्रवन्द्यं वेदानां सारमीशं सजनपरिवृतम् ब्रह्मदारुं स्मरामि ब्रह्मदारुं स्मरामि। तुम्हें अनंत क्षय हे जगन्नाथ तुम्हें अव्यक्त अक्षर हे जगन्नाथ निज इच्छारु सृजिल हे जगत आदि नाही जे तुमर नाही अंत तुम्हें पवित्र ओंकार चिर सत्य नील सिंधु तीरे नीलाचल तहि विराजित बड़ देउल तारु ब्रह्म रूपे हे विश्व पालन उड़ा पताका पतित पावन सत्य धर्म न्याय करि संस्थापित भक्तर तुमे होई चाहे नाथ श्री जगन्नाथ श्री जगन्नाथ जगन्नाथ श्री जगन्नाथ श्री जगन्नाथ मते सेमिति आदेश मिली किए आदेश देइछि मु जानिनी स्वप्न देखिली किए जड़े मते कहूची राति पाहिला मात्रे आम समस्त को पूर्व दिग को मुह करी चलवा को पड़ो पुरुष परे पुरुष मानिबी निर्देश चालुची सरे ना हेले बाटंतहीन से दिन सपन रे ठीक एमिति पर्वतटीए देखिथिली एमिति बण एमिति नदी कूल ताहले एइठी पहुंचवा पई कोन मु निर्देश पाइथिली एइटा कोन सेही जगह काली राति रे मु पूरी सपन रे निर्देश पाइछि पुरुष पुरुष धरी आमे माने जो घुरी बुलुथिले वर्तमान ठू से सब शेष हला आमे बे एई जगह रे घर बांधिबु आज तमे जेतेबेले कहूछ आमे सेया ही करिवु आमे माने घर बांधिबु ता छडा तमे जेतेबेले हमर मुखिया तमे ही हबो हमर राजा जय सबर राजा विश्ववसुंकर संवादटी विश्ववसुंक पई आश्चर्यजनक थिला पद्मावती माँ हबकु जाउछंती बोधहुए आजिर सकाळ विश्ववसुंक पई एई शुभ संवाद सांगरे नै आस्थिला समय बहिजीव नदीर स्रोत भली विश्ववसुंक वंशर प्रथम संतान भूमिष्ठ हब पद्मावती गर्भर किछि समय पई विश्ववसु निजको विश्वास करि परले नै मणिमा एबे एइठी बसी रानीमा बांती करथिले तापरे मुहा हाथ धोई सोइबा को गले सुकुमारी ताका संगरे अछि एमिति हठात हुए मणिमा पेटरे पिला थिले एमिति बांती हुए मुंड घुराए रानी ताहले माँ हेबाकु जाउछंती मणिमा मारती रानीमा एबे आपन को टिके भल लागुची हाँ पद्मावती मालती मोर मुझा शुणिली
से कथा कौन सत? କୋଉ କଥା? तमे माँ हबाकू जाउଛ? ମିଛ। ताले ଆପଣ ବାପା ହେବାକୁ ଯାଉଛନ୍ତି। एते बड़ गोटे खुशी खबर तमे मो पाखे लुचि रखिथिल? ଏ କଣ ଲୁଚେଇବା କଥା ଯେ ଲୁଚେଇ ରଖିବେ? ପେଟରେ ପିଲା ଅଣ୍ଟିରେ ନିଆଁ ଏ କଣ କେବେ ଲୁଚି ରହେ? आज सकाळू काम चाई उठिथिली के जानी मो जीवन सबुठु बड़ खुशी खबर मु आज पाइली। ସତରେ ଏଇ ଜାଗାଟା ବଡ଼ ଶୁଭ। ତା ନ ହେଇଥିଲେ ଏଠି ଆସି ପହଞ୍ଚିବାର କେତେ ମାସ ଭିତରେ ମୁଁ ମା ହେଇନଥାନ୍ତି। ଆମ ବାହାଘରକୁ 10 ବର୍ଷ ହେଇଗଲା, କିନ୍ତୁ କେତେ ବିକଳ ନ ହେଇଛି ମୁଁ ପିଲାଟିଏ ପାଇଁ। କେତେ ଦିଅଁ ଦେବତାଙ୍କୁ ଡାକିଛି, କିଛି ଫଳ ମିଳୁନଥିଲା। ଏଠିକି ଆସିବାରୁ ସବୁ ଫଳ ମିଳିଗଲା। ଜାଣିଛ ଏଠୁ ଅଳ୍ପ ଦୂରରେ ବ୍ରାହ୍ମଣ ମାନଙ୍କର ଗାଁଟି ଅଛି। ଗତକାଲି 4-5 ଜଣ ବ୍ରାହ୍ମଣ ସକାଳେ ଏଠିକି ଆସିଥିଲେ। ସେମାନେ କହୁଥିଲେ ଇ କୁଆଡେ ପାବନ କ୍ଷେତ୍ର, ଏଠୁ କିଛି ଦୂରରେ ସମୁଦ୍ର ଅଛି, ତାକୁ କହନ୍ତି ମହୋଦଧି। ଏଠିକି ଯିଏ ଆସେ ସେ ତରିଯାଏ। ଆଉ ଏଇ ଯୋଉ ପାହାଡ ଦେଖୁଛ ତାକୁ ହିଁ କହନ୍ତି ନୀଳଗିରି। ମୁଁ ଶୁଣିଛି ନଈକୂଳ ପଥର ଉପରେ ବସି ଆପଣ ସେ ପାହାଡକୁ ଅନେଇଥାନ୍ତି। କଣ ମିଳେ ସେଥିରୁ? କହିପାରିବିନି କଣ ମିଳେ, କିନ୍ତୁ ସେ ପାହାଡକୁ ଅନେଇ ଦେଲେ ମୋ ଦେହରେ ଯେମିତି ବିଜୁଳି ଖେଳିଯାଏ। ଅଥଚ ମୁଁ ଯାହା ଶୁଣିଛି ସେ ପାହାଡକୁ ଆଜି ପର୍ଯ୍ୟନ୍ତ କେହି ବି ଉଠି ନାହାନ୍ତି। ସେ ପାହାଡକୁ ଉଠିବା ଭାରି କଷ୍ଟ। ଚାରିକଡେ ଘଞ୍ଚ ଜଙ୍ଗଲ, ବହୁତ ହିଂସ୍ର ଜନ୍ତୁ ବି ଅଛନ୍ତି। କିନ୍ତୁ କେତେବେଳେ ବି ମତେ ଲାଗେନି ସେ ପର୍ବତ ପାଖରେ ପହଞ୍ଚିବାକୁ ବା ତା ଉପରକୁ ଉଠିବାକୁ କଷ୍ଟ ଲାଗେ ବୋଲି। ଆଉ ତ ସପନ ଦେଖୁନାହାନ୍ତି? ନା, ଆଉ ସପନ ଦେଖୁନି, ଆଉ ବି ମୋ ପାଇଁ ନିର୍ଦ୍ଦେଶ କିଛି ନାହିଁ। କିନ୍ତୁ ଏ ପାହାଡ ଯେମିତି ମତେ କିଛି କହିବାକୁ ଚାହୁଁଛି। ଦେଖାଯାଉ ଭବିଷ୍ୟତ ମୋ ପାଇଁ କଣ ସାଇତି ରଖିଛି। ସୁକୁମାରୀ, କଣ ଏମିତି ଅଚିହ୍ନା ଲୋକଙ୍କ ପରି ବାଟ କାଟି ଚାଲି ଯାଉଛୁ? ଡେରି ହେଇଗଲାଣି। ରାଣୀମାଙ୍କ ଦେହ ଭଲ ନାହିଁ, ସେ ମତେ ଖୋଜୁଥିବେ। ଆଲୋ, ଠିଆ ହେଇ ଦୀପଦ କଥା ହେବା ପାଇଁ ତୋର ଡେରି ହେଇଯାଉଛି। କଣ କହିବ କହୁନ? ଆଚ୍ଛା, ତୁ କଣ କାଲି ରାତିରେ ରାଜଉଆସରୁ ତୋ ଘରକୁ ଆସିଥିଲୁ? ହଁ, ଖବର ପାଇଲି ବାପାକୁ ଜ୍ୱର ହେଇଛି। ରାଣୀମା ଶୁଣି କହିଲେ ଯା ତ ବାପାକୁ ଦେଖି ଆସିବୁ। ଆସି ଦେଖିଲି ବାପା ଜ୍ୱରରେ କମ୍ପୁଛି। ଫେରି ପାରିଲିନି, ରହିଗଲି। ଏବେ କେମିତି ଅଛି ତୋ ବାପା? ଜ୍ୱର କମିଯାଇଛି। ଦ୍ୱିପହର ବେଳକୁ ତମେ ଟିକେ ଯାଇ ବାପାଙ୍କୁ ଦେଖି ଆସନ୍ତନି? ତା ତ ମୁଁ ଦେଖିବି, ହେଲେ ମୁଁ କଣ ସେ କଥା କହିବା ପାଇଁ ତତେ ଅଟକେଇଲି? କଣ କହିବ କହୁନ? ଆଉ କେତେ ଅପେକ୍ଷା କରିବି? ତୋ ମା, ମୋ ମା 2 ଜଣ ସତ୍ୟ କରିଥିଲେ। ଏବେ 2 ଜଣ ସେପାରିକୁ ଚାଲିଗଲେଣି। ଏକଥା ରାଣୀମା ଜାଣିଛନ୍ତି। ଆଉ କାହିଁ ଡେରି କରିବା? ଏବେ ନୁହେଁ, ଆଉ କେବେ ଆମ 2 ଜଣଙ୍କ କେଶ ବାଚିଲେ। ରାଣୀମା ବର୍ତ୍ତମାନ ଅସଜ ଅବସ୍ଥାରେ। ତା ଛଡ଼ା ପିଲାଟି ପେଟରେ ରହିବା ଦିନଠୁ ଦେହ କେତେବେଳେ ଭଲ ରହୁନି। ଆଜି ଜ୍ୱର ତ କାଲି ମୁଣ୍ଡ ବୁଲେଇ ପଡ଼ିଲେଣି। ତମେ ତ ଭଲ କରି ଜାଣିଛ ମୋ ଛଡ଼ା ରାଣୀମାଙ୍କର ସମୟ ଦଣ୍ଡେ ହେଲେ ବି କଟେନି। ଏ ଅବସ୍ଥାରେ ତାଙ୍କୁ ଛାଡ଼ି ଆସିବା କ'ଣ ସମ୍ଭବ? ସୁକୁମାରୀ, ତୁ କଣ ଭାବୁଛୁ ମୁଁ ଅମଣିଷଟାଏ? ମୁଁ ଭଲସେ ଜାଣିଛି ରାଣୀମା ତୋ ପାଇଁ କଣ। ଯେତେବେଳେ ତୁ ମା ଛେଉଣ୍ଡ ହେଇଗଲୁ ସେତେବେଳେ ଏଇ ରାଣୀମା ତତେ ନିଜ ପାଖକୁ ଟାଣି ନେଲେ। ସେଇ ଦିନଠୁ ତୁ ତାଙ୍କରି ପାଖରେ ରହି ବଡ଼ ହେଇଛୁ। ଆଉ ଆଜି ତାଙ୍କୁ ଛାଡ଼ି ଚାଲି ଆସିବା କଥା ମୁଁ କଣ କହିପାରିବି? କହିଲ ଯେ ଆଲୋ, ମୁଁ କଣ ଜାଣିଥିଲି ରାଣୀମାଙ୍କର ଏ ଅବସ୍ଥା ବୋଲି? ଗୋଟେ କଥା ମନେ ରଖିଥା ସୁକୁମାରୀ, ରାଣୀମା ଆଉ ରାଜା ଆମର ବାପା ମା। ରାଜା ହେବା ଆଗରୁ ଯେତେବେଳେ ସେ ଆମ ଦଳର ମୁଖିଆ ଥିଲେ ସେତେବେଳେ ଆମ ଭଲ ମନ୍ଦ ହାନି ଲାଭ ଯେମିତି ବୁଝୁଥିଲେ, ଆଜି ରାଜାର ମୁକୁଟ ପିନ୍ଧିଲା ପରେ ବି ସେ ସେମିତି ଅଛନ୍ତି। ନା, ସେମିତି ନାହାନ୍ତି। ମାନେ? ତାଙ୍କର ଯେମିତି କ'ଣ ହେଇଯାଇଛି। ନଈକୂଳ ପଥର ଉପରେ ବସି ସେ ସବୁବେଳେ ଦୂର ପାହାଡ଼କୁ ଅନେଇ ରହୁଛନ୍ତି।
କ'ଣ ସେଥିରୁ ପାଉଛନ୍ତି କେଜାଣି? ଏସବୁ ଦେଖି ରାଣୀମା ବି ଭାରି ବ୍ୟସ୍ତ ହଉଛନ୍ତି। ମୁଁ କିନ୍ତୁ ଆଦୌ ବ୍ୟସ୍ତ ହେବିନି। ତୋ ପାଇଁ ଯଦି ଦରକାର ପଡ଼େ ମୁଁ ମଲା ଯାଏଁ ବି ଅପେକ୍ଷା କରିବି। ହଉ, ମନେ ରହିଲା ଯେ। ହଁ, ମନେ ରଖିଥା। ଏଇ ଦେଖିଲ, ତମ ସହିତ କଥା ହଉ ସମୟ ବିତିଗଲାଣି। ମୁଁ ଆସୁଛି। ବାପା କଥା ମନେ ରହିଲା ତ? ହଁ, ମନେ ରହିଲା। ଏମିତି ଦିନ ଗଡ଼ି ଚାଲିଲା। ଦିନ ସପ୍ତାହ ମାସ ବିତି ଚାଲିଲା। ରାଣୀଙ୍କ ପେଟରେ ପିଲାଟି ବି ବଢ଼ି ଚାଲିଥାଏ। କିନ୍ତୁ ରାଜା ବିଶ୍ୱବସୁଙ୍କ ସ୍ୱଭାବରେ କୌଣସି ପରିବର୍ତ୍ତନ ହେଉନଥାଏ। ରାଜକାର୍ଯ୍ୟରୁ ସମୟ ପାଇଲା ମାତ୍ରେ ନଦୀ କୂଳର ସେହି ପଥର ଉପରେ ବସି ସେହି ପର୍ବତକୁ ଅନେଇ ରହୁଥାନ୍ତି। ପର୍ବତର ଚୂଡ଼ା ଛୁଇଁ ସୂର୍ଯ୍ୟ ପଶ୍ଚିମକୁ ଡଳି ପଡ଼ନ୍ତି। ଆସ୍ତେ ଆସ୍ତେ ଅନ୍ଧାର ମାଡ଼ି ଆସେ। ଜଙ୍ଗଲର ଗଛଲତା ଅନ୍ଧାରରେ ଝାପ୍ସା ହୋଇ ଉଠନ୍ତି। ନୀଳଗିରି ପାହାଡ଼ ଅନ୍ଧାର କୂଳରେ ଆସ୍ତେ ଆସ୍ତେ ହଜିଯାଏ। ରାଜା ବିଶ୍ୱବସୁ ଉଆସକୁ ଫେରନ୍ତି। କିନ୍ତୁ ଏମିତି କେତେ ଦିନ ଚାଲିବ? କେତେ ଦିନ? ନା, ଆଉ ସମ୍ଭବ ନୁହେଁ। ଦିନ ଦିନ ମାସ ମାସ ବିତିଗଲାଣି। ସେ ନୀଳଗିରି ପାହାଡ଼କୁ ଛୁଇଁବାର ଆକର୍ଷଣ ମୋର କମିବା ତ ଦୂରେ ଥାଉ, ବରଂ ସେ ଆହୁରି ମୋତେ ଟାଣି ଧରୁଛି। ଏମିତି କେବେ ତ ନଥିଲା ପଦ୍ମାବତୀ। ଯାଯାବର ବିଶ୍ୱବସୁ ଠାରୁ ଏ ବିଶ୍ୱବସୁ ଯେମିତି ଏକାବେଳେ ଅଲଗା। ଏମିତି କାହିଁକି ହେଲା କହିପାରିବ? ତାହେଲେ କ'ଣ କରିବେ ବୋଲି ଭାବୁଛନ୍ତି? ମୁଁ ଯିବି। କାଲି ସୂର୍ଯ୍ୟୋଦୟ ହବା ମାତ୍ରେ ମୁଁ ଯିବି। କୋଉଠିକି ଯିବେ? ସେଇ ପାହାଡ଼ ପାଖକୁ। ନା ନା, ସେମିତି କାମ ଆପଣ କରନ୍ତୁନି। କାହିଁକି କରିବିନି? ବଣ ଜଙ୍ଗଲରେ କେତେ ହିଂସ୍ର ଜନ୍ତୁ ଥାନ୍ତି। ତା ଛଡ଼ା ପାହାଡ଼ ପାଖକୁ ଯିବାର ରାସ୍ତା ଆପଣ ଜାଣିନାହାନ୍ତି। ଜାଣିନଥିଲେ ଖୋଜି ନେବି। ବଣରେ ରାସ୍ତା ଅଛି କି ନାହିଁ କିଏ ଜାଣେ? କେତେ ଢିପ, ଖାଲ, ପଥର, କଣ୍ଟା, ଝଣ୍ଟା। ସେଇ କଥା ଭାବି ଭାବି ମୁଁ ଆଜି ପର୍ଯ୍ୟନ୍ତ ଚୁପ୍ ହେଇ ବସିଥିଲି। କିନ୍ତୁ ଆସ୍ତେ ଆସ୍ତେ ମୋ ହୃଦୟଟା ଯେମିତି ଅସମ୍ଭାଳ ହେଇ ଉଠୁଛି। ମୋ ମନ ଭିତରୁ କିଏ ଯେମିତି କହୁଛି, କେତେ ଦିନ ପର୍ଯ୍ୟନ୍ତ ତୁ ଏମିତି ଚୁପ୍ ହେଇ ଅନେଇ ରହିଥିବୁ? ପାହାଡ଼ ପାଖରେ ପହଞ୍ଚିବାର ସମୟ କ'ଣ ତୋର ହେଇନି? ଦିନେ ଆପଣ ସପନରେ ଶୁଣିଲେ ପୂର୍ବକୁ ମୁହଁ କରି ଆଗେଇ ଚାଲ। ଆମ ସମସ୍ତଙ୍କୁ ସାଙ୍ଗରେ ଆଣି ଏଠି ଆସି ପହଞ୍ଚିଗଲେ। ତାପରେ ପୁଣି ସପନରେ କିଏ କହିଲା, ବାରବୁଲା ଜୀବନ ଶେଷ କରି ଏଇଠି ବସା ବାନ୍ଧ। ସେ କାମ ବି କଲ। ମୁଁ ଭାବୁଛି ଦିନେ ପୁଣି ଆପଣ ସପନ ଦେଖିବେ ଆଉ ସପନରେ ନିର୍ଦ୍ଦେଶ ପାଇବେ। କିନ୍ତୁ ମୁଁ ତ ଆଉ ଅପେକ୍ଷା କରିପାରିବିନି। ସମୟ ଗଡ଼ିବା ସାଙ୍ଗେ ସାଙ୍ଗେ ସେ ପର୍ବତକୁ ଛୁଇଁବା ପାଇଁ ମୋ ମନ ବ୍ୟାକୁଳ ହୋଇ ଉଠୁଛି। ଏମିତି ମନର ଅବସ୍ଥା ନେଇ ମୁଁ ଆଉ ରହିପାରିବିନି। ରାଣୀ, କାଲି ଯେମିତି ହଉ ମୁଁ ଯିବି। ତମେ ଜମା ମନେ କରନି। ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ଆପଣ ଯାହା କହିଛନ୍ତି ମୁଁ ସବୁ ମାନି ଆସିଛି। କୌଣସିଥିରେ ବାଧା ଦେଇନି। ହେଲେ ଆପଣ ଯିବା ପାଇଁ ଯଦି ଆଗ୍ରହ ପ୍ରକାଶ କରୁଛନ୍ତି ତେବେ ଯାଆନ୍ତୁ, ମୁଁ ମନା କରିବିନି। କିନ୍ତୁ ମୋର ଗୋଟେ ଅନୁରୋଧ ରକ୍ଷା କରିବେ? କ'ଣ କୁହ? ସାଙ୍ଗରେ ଧନୁଷର ନେଇଯାଆନ୍ତୁ। ହିଂସ୍ର ଜନ୍ତୁ ଦେଖିଲେ ନିଜକୁ ତ ରକ୍ଷା କରିପାରିବେ। ଠିକ୍ ଅଛି, ସେଇଆ କରିବି। ସାଙ୍ଗରେ କାହାକୁ ନେବେନି? ନା, ମୁଁ ଏକା ଯିବି। ଆରେ, ମୁଁ ଯୁଦ୍ଧ କରିବାକୁ ଯାଉନି ରାଣୀ, ନୀଳଗିରି ପାହାଡ଼କୁ ଯାଉଛି। କିନ୍ତୁ ତମେ ଯୁଦ୍ଧକୁ ଗଲାବେଳେ ସ୍ତ୍ରୀ ଯେମିତି ହାତକୁ ଧନୁତୀର ବଢ଼େଇ ଦିଏ ଆଉ କପାଳରେ ବିଜୟର ଟୀକା ଲଗେଇ ଦିଏ, ଠିକ୍ ସେମିତି ବ୍ୟବହାର କରୁଛ। ୟାର ବ୍ୟବହାର ତ ଆପଣ ଅନେକ ଦିନରୁ ଭୁଲିଗଲେଣି। ଭୁଲି ଯାଇନଥିଲି, ବରଂ କେବେ ଆବଶ୍ୟକ ପଡ଼ିନଥିଲା। ଆଜି କିନ୍ତୁ ଆବଶ୍ୟକ। ବଣକୁ ଯିବେ, ସାଙ୍ଗରେ ଅସ୍ତ୍ର ନଥିବ, ଏଇଟା ବଡ଼ ବିପଦର କଥା। କାଲି ତ ସେଇଥିପାଇଁ ଆପଣଙ୍କୁ ଅନୁରୋଧ କରିଥିଲି ଆଉ ଆପଣ ରାଜି ହେଇଯାଇଥିଲେ। ହଁ, ଏବେ ବି ତ ଅରାଜି ହଉନି।
କିନ୍ତୁ କଥା ହଉଛି ଯୋଉ ପାହାଡ ମତେ ହାତ ଟାଣି ଡାକୁଛି ସେ ପାହାଡ ଆଉ ଜଙ୍ଗଲରେ ଘୁରି ବୁଲୁଥିବା ପଶୁ ପକ୍ଷୀ ମାନେ ଯେତେ ହିଂସ୍ର ହୁଅନ୍ତୁ ପଛେ ସେମାନେ ମୋର କିଛି କ୍ଷତି କରିବେନି। ପଶୁ ସବୁବେଳେ ପଶୁ, ସେମାନେ ମଣିଷ ନୁହନ୍ତି ଯେ ସେମାନଙ୍କର ବିବେକ ବୋଲି ଗୋଟେ ଜିନିଷ ଥିବ। ନିଅ। ସନ୍ଧ୍ୟା ପୂର୍ବରୁ ନିଶ୍ଚୟ ଫେରି ଆସିବ, ନଚେତ୍ ମୁଁ ବଡ଼ ଚିନ୍ତାରେ ପଡ଼ିବି। ଏଠୁ ପାହାଡ ଯେତେ ଦୂର ବୋଲି ତମେ ଭାବୁଛ ସେତେ ଦୂର ନୁହଁ। ସନ୍ଧ୍ୟା କାହିଁକି, ତା ବହୁ ପୂର୍ବରୁ ମୁଁ ଫେରି ଆସିବି। ଆସୁଛି। ଖରା ଆସି ମୁଣ୍ଡ ଉପରେ ହେଲାଣି। ସକାଳୁ ବାହାରିଛନ୍ତି ରାଜା ବିଶ୍ୱାବସୁ। ପର୍ବତ ପାଖରେ ପହଞ୍ଚିବା ତ ଦୂରର କଥା, ସେ ଜଙ୍ଗଲକୁ ଅତିକ୍ରମ କରିପାରିନାହାନ୍ତି। ନିବିଡ଼ ଅରଣ୍ୟ, ସୂର୍ଯ୍ୟଙ୍କ କିରଣ ବି ତଳେ ପଡ଼ୁନାହିଁ। ଖରା ଯେତେ ବଢ଼ୁଛି ଆସ୍ତେ ଆସ୍ତେ ଅରଣ୍ୟ ଯେମିତି ଶୂନଶାନ ହୋଇ ପଡ଼ୁଛି। ପକ୍ଷୀମାନଙ୍କ କାକଳି ବି ଶୁଭୁନାହିଁ। ହସ୍ତୀମାନଙ୍କ ହୁଙ୍କାର, ବ୍ୟାଘ୍ରର ଗର୍ଜନ ଓ ଅନ୍ୟ ପଶୁମାନଙ୍କର କୌଣସି ସ୍ୱର ଶବ୍ଦ ନାହିଁ। ତାରି ଭିତରେ ହତାଶ ହୋଇ ଘୁରି ବୁଲୁଛନ୍ତି ରାଜା ବିଶ୍ୱାବସୁ। ହରିଣ ଛୁଆଟି କି ସୁନ୍ଦର। ଯଦି ଧରା ଦିଅନ୍ତା ତାହେଲେ ମୁଁ ତାକୁ ଉଆସକୁ ନେଇଯାଆନ୍ତି। କିଛି ଦିନ ପରେ ମୋର ବି ପିଲାଟି ହବ। ଟିକିଏ ବଡ଼ ହେଲେ ସେଇ ହରିଣ ସାଙ୍ଗରେ ଖେଳିବ। କୁଆଡ଼େ ଗଲା? ଏଇଠି ହରିଣ ଛୁଆଟା ଆগে ଆগে ଦୌଡୁଥିଲା, ହଠାତ୍ କୁଆଡ଼େ ଉଭେଇଗଲା? ଏଇ ତ ସେଇଠି ସେ ହରିଣ ଛୁଆ। ଆରେ ପୁଣି କୁଆଡ଼େ ଚାଲିଗଲା? এইটা ମୋ ମନର ଭ୍ରମ ନୁହେଁ ତ? ଆରେ ଆରେ ଏଇ ତ ଆଖି ପିଛାଡ଼କେ ଏତେ ଉପରେ। ର ତୁ ଯିବୁ କୁଆଡ଼େ? ମୁଁ ତତେ ଆଜି ନିଶ୍ଚୟ ଧରିବି। ହରିଣ ଛୁଆଟା ଗଲା କୁଆଡ଼େ? ତେବେ ସତରେ ସେଟା ହରିଣ ଥିଲା ନା ଗୋଟେ ଛଳନା? ସୂର୍ଯ୍ୟ ଅସ୍ତ ଯିବାକୁ ବସିଲେଣି। ଦିନ ସାରା ହରିଣ ପଛରେ ଦୌଡ଼ି ଦୌଡ଼ି ମୁଁ ଥକି ପଡ଼ିଲିଣି। ଫେରିବି କେମିତି? ରାତିର ଅନ୍ଧାରରେ ବସ୍ତିକୁ ଫେରିବାକୁ ବାଟ କୋଉଠୁ ପାଇବି? ଭୀଷଣ ଶୋଷ, ତଣ୍ଟି ଶୁଖିଗଲାଣି, ପାଟି ଅଠ ଅଠ ଲାଗୁଛି। ଏଠି ମୁଁ କୋଉଠି ଟିକେ ପାଣି ପାଇବି? କି ସୁନ୍ଦର ନିର୍ମଳ ଜଳ।
एमिति जल मु केवे पी नथिली जेमिति मो सारा देह पुलकित होई उठुची ए पानी रे कोन किसी कुहक अछि कि मो देहटा एमिति अवश्य होई होची काहे कि एठो पदे उठिबा पई इच्छा होनी काहे कि ना आउ कुआडे जीविनी जाई जाऊ पछे मु एठी टिके सोई पड़िबे राणीमा बहुत बेलू आपण ए झरका पाखरे छिड़ा होइचंती आसंतु पलंक उपरको आसंतु से पर्यंत फेरिलेनी कथा दे जाइथिले संध्या पूर्व फेरी आसीबे एठी छिड़ा हेई दूररु से पहाड़ को मु चाहि रहिछि कोन जे ता नाटा नीलगिरी हाँ नीलगिरी सेठी के से जाइछंती एबे देख से नीलगिरी पहाड़ किपरि अंधार भितर लुचि गलानी अथस तांकर देखा नाही फेरिबे राणीमा आपण व्यस्त होचंती काहे की व्यस्त हेबिनी बाट जना नाही मझिरे घंच बण ता भितर केते हिंस्र जंतु अंधार राति रे पाख जिनिस भी देखा जाएनी मते भारी डर लागुची सुकुमारी डरिबार कोन अछि आमे तो एते दिन हेला एठी रहिलेनी हमर ए पाखरे बणटा केबे तो बाघ की भालू बण भितरु आम बस्ती आड़ को आसी नांती समस्ते निज निज भितर खुशी रे रहंती राणीमा आघात पाइले आक्रमण करती ता छड़ा महाराजा तो धनुतीर तांका सांगरे नै जाइछंती आम दल भितर दिने से बड़ शिकारी थिले तांकर केही किछि करि परिबेनी आसंतु पलंक ऊपर को आसंतु मु झरका बंद करके आसे हे भगवान से भलरे भलरे फेरी आसंतु
बहुत लोक एकाठी ही एमिति मंत्र पढ़ुଛନ୍ତି कोठी सुनसान राति हेले मंत्र ये मंत्र
देखुची मो आखि आगे ये कि मूर्ति शंख चक्र गदा पद्म पद्मपद क्या देखुची विश्वावसु तुमे जे आज गुंफा मध्य को आसब से कथा अनेक अनेक पूर्वर एमिति कि तुम जन्म हेबा आगरू निर्धारित हो सारी तुम्हें जानिबा को चाह मु किए मु हेउची नीलमाधव। जहा किछि घटीगला जहा किछि घटुची एवं जहा किछि घटिब से सब अनेक पूर्वरु निर्धारित हो सारी सत्ययुगर आरंभरू मु एई गुंफा भितरे गोपन अवस्था अच्छी धरावक्षरे तमे हेउछ प्रथम मानव जे आज मते देखिबार सुजोग पाई। प्रभु नीलमाधव को जन्मर तपस्या फल मु आपणकर दर्शन पाइली से कथा मु जानी समग्र मानव जाति भितर मु एका कहीं धन्य हो गली से कथा भी मु कहि परिबिनी। विश्वावसु कार्य कारण खोजिबार चेष्टा तुमे कर खाली एतिकी जानी रख मु अनादि मु अनंत मु विश्वमय मोर बिना इच्छारे पत्रटी भी हले ना पवन बहे ना सूर्य चंद्र तारा उदय होती ना कि अस्त जानती ना आज जदि तुम्हें मो पाखक आसीच
ସେ ବି ମୋ ଇଚ୍ଛାରେ। ଖାଲି ସେତିକି ନୁହେଁ, ଯାଯାବର ଜୀବନ ଛାଡ଼ି ଏଠି ବସତି ସ୍ଥାପନ କଲା ପର୍ଯ୍ୟନ୍ତ ସବୁ ମୋରି ନିର୍ଦ୍ଦେଶରେ ହିଁ ତମେ କରିଛ। ବିଶ୍ୱାବସୁ, ମୋ ଆସ୍ଥାନ ପାଖରେ ପହଞ୍ଚିବା ପୂର୍ବରୁ ଯେଉଁ କୁଣ୍ଡରୁ ପାଣି ପିଇ ତୁମେ ତୃଷା ନିବାରଣ କଲ ତାର ନାଁ ରୋହିଣୀ କୁଣ୍ଡ। ଯେଉଁ ବଟବୃକ୍ଷ ମୂଳରେ ତମେ କିଛି ସମୟ ନିଦ୍ରା ଯାଇଥିଲ ତାର ନାଁ କଳ୍ପବଟ। ତମର ଜନ୍ମଗତ ଅନ୍ଧକାରର ସଂସ୍କାର ହେଲା ପରେ ତମେ ମୋ ପାଖରେ ପହଞ୍ଚିବାର ସୁଯୋଗ ପାଇଲ। ପ୍ରଭୁ, ମୁଁ ମୂର୍ଖ, ଜାତିରେ ଶବର। ପଣ୍ଡିତମାନଙ୍କ ମୁହଁରୁ ମୁଁ ଶୁଣିବାକୁ ପାଇଛି, ହଜାର ହଜାର ବର୍ଷ ତପସ୍ୟା କଲେ ବି ମୁନି ଋଷିମାନେ ଆପଣଙ୍କ ଦର୍ଶନ ପାଆନ୍ତି ନାହିଁ। ମୁଁ ମନ୍ତ୍ର ଜାଣେନି କି ମୋର କୌଣସି ତପସ୍ୟା ନାହିଁ। ମନ୍ତ୍ର ମୁଁ ଖୋଜେନି ବିଶ୍ୱାବସୁ। କୌଣସି ନୀତି ନିୟମ ଭିତରେ ବି ମୁଁ ବନ୍ଧା ନୁହେଁ। ମୋର ଅଧିବାସ ପ୍ରାଣୀର ନିର୍ମଳ ହୃଦୟ ମଧ୍ୟରେ। ମୁଁ ଜାଣେ ତମର ହୃଦୟ ନିର୍ମଳ। ବଞ୍ଚିବାର ତାଡ଼ନାରେ ଯାହା କିଛି କରିଛ ସେସବୁ ପାଇଁ ତୁମେ ଦୋଷୀ ନୁହଁ। ତେଣୁ ତୁମେ ମୋତେ ଦେଖିବାର ଅଧିକାର ପାଇଲ। ପ୍ରଭୁ, ମୁଁ ଧନ୍ୟ ହୋଇଗଲି ପ୍ରଭୁ। ଅତୀତ କ'ଣ ଥିଲା ମୁଁ ଜାଣିନି, ଭବିଷ୍ୟତ କ'ଣ ହବ ସେ କଥା ବି ମୁଁ ଜାଣିନି। ବର୍ତ୍ତମାନର ମଣିଷ ମୁଁ। ମୋର ଏଇ ବର୍ତ୍ତମାନକୁ ଆପଣଙ୍କ ଦୟା ପରିପୂର୍ଣ୍ଣ କରି ରଖୁ। ଅତୀତ, ବର୍ତ୍ତମାନ, ଭବିଷ୍ୟତ ଏସବୁ ପାର୍ଥିବ ଗଣନା ବିଶ୍ୱାବସୁ। ଏ ଧରାପୃଷ୍ଠର ସମଗ୍ର ଅତୀତ, ସମଗ୍ର ବର୍ତ୍ତମାନ ଆଉ ଆସିବାକୁ ଥିବା ସମଗ୍ର ଭବିଷ୍ୟତ ସବୁ ମାତ୍ର ଗୋଟିଏ ବିନ୍ଦୁରେ ମୋ ପାଖରେ ସ୍ଥିର। ମୁଁ କୌଣସି ସମୟ ଦ୍ୱାରା ବିଭାଜିତ ନୁହେଁ। ମୁଁ ତୁମକୁ ଏ ସୃଷ୍ଟିର ରହସ୍ୟ କହୁଛି, ଶୁଣ। ଯେତେବେଳେ ମହାଶୂନ୍ୟ ଥିଲା, ସମୟର ଗଣନା ନଥିଲା, ଦିନ ରାତି ବି ନଥିଲା, ସେତେବେଳେ ଏହି ମହାଶୂନ୍ୟରେ ଏକ ମହାସଂଘର୍ଷ ସଂଘଟିତ ହେଲା। ସେହି ମହାସଂଘର୍ଷ ଫଳରେ କୋଟି କୋଟି ବ୍ରହ୍ମାଣ୍ଡ ସୃଷ୍ଟି ହେଲା। ଏସବୁ ମୋହରି ଇଚ୍ଛାରୁ ହିଁ ସଂଘଟିତ ହେଲା। ଏ ବ୍ରହ୍ମାଣ୍ଡମାନଙ୍କ ଭିତରୁ ସୌରମଣ୍ଡଳ ସୃଷ୍ଟି ହେଲା। ସୂର୍ଯ୍ୟଦେବ ଜନ୍ମ ନେଲେ। ଏବଂ ତା ସଙ୍ଗେ ସଙ୍ଗେ ଜନ୍ମ ହେଲା ଗ୍ରହମଣ୍ଡଳ। ସେହି ଗ୍ରହମାନଙ୍କ ଭିତରୁ ଗୋଟିଏ ହେଉଛି ଏହି ପୃଥିବୀ। ମୁଁ ଇଚ୍ଛା କଲି ମୋର ସୃଷ୍ଟିମାନଙ୍କ ଭିତରୁ ଏହି ପୃଥିବୀ ହେବ ଶ୍ରେଷ୍ଠ ସୃଷ୍ଟି। ତେଣୁ ଜଳାର୍ଣ୍ଣବ ପୃଥିବୀ ପୃଷ୍ଠରେ ଭୂମି, ପାହାଡ଼, ନଦୀ, ବୃକ୍ଷରାଜି, ପଶୁପକ୍ଷୀ ଏସବୁ ସୃଷ୍ଟି ହେବାରେ ଲାଗିଲେ। ଜନ୍ମ ନେଲା ଆକାଶ ଏବଂ ସେହି ପ୍ରକ୍ରିୟା ଭିତରେ ଜନ୍ମ ନେଲା ମାନବ ଜାତି। ଜନ୍ମ ନେଲେ ଦେବଗଣ ଆଉ ଜନ୍ମ ନେଲା ଏକ ଧ୍ୱଂସକାରୀ ଶକ୍ତି ରାକ୍ଷସ। ମାନବ ଜାତିର କ୍ରମଶଃ ଉନ୍ନତି ହେଲା ଏବଂ ସଂସ୍କାର ପାଇଁ ଜନ୍ମ ନେଲା 4 ବେଦ, ଋକ୍, ଯଜୁ, ସାମ ଏବଂ ଅଥର୍ବ। ଶିବ ସୃଷ୍ଟି କଲେ 5ମ ବେଦ। ବ୍ରହ୍ମାଙ୍କ ଦାୟିତ୍ୱରେ ରହିଲା 4 ବେଦ ଏବଂ 5ମ ବେଦ ଶିବଙ୍କ ଦାୟିତ୍ୱରେ ରହିବା ପରେ କ୍ଷୀରସାଗରରେ ବିଶ୍ରାମ ପାଇଁ ମୁଁ ଯୋଗ ନିଦ୍ରାରେ ଶାୟିତ ହେଲି। জগতর নাথ জগন্নাথ, বিন্দু ঠারু সিন্ধু তুমে সর্বব্যাপ্ত। আপনা ইচ্ছারে অধা গঢ়া হই
बसी अछाहे नीलाद्रि गोसाई भवरे प्रकट अभवे गोपाल